कहीं गला से डहाणीटा निश्चय मारिदेवी समस्त को मारिदेवी तू ये था वो पानी नहीं किया सुची ये सब कौन ए होमो ए निया ए फूल मालो कौन है सब ए होची तुम्हारा विवाह मंडप हाँ माने तुम्हें मो सान भौणी संध्या को विवाह कर सारी सुरभि मु पुणी तुम सान भौणी को ए सुरभि मु पूरा तुमको विवाह है तमें मो जीवन साथी तामाने तुमको से पछ कथा मन पड़ जाइछि पछ कथा हाँ को पछ अरे हाँ सब मन पड़गला से दिन राजद्रोही विक्रम आउ चंद्र मिसी मते मते मो पिता खाइबा नहीं आसवा बेले आउ तुमको मुंडरे एते आघात लागिथिला जे तुमको किछि भी मन नथिला खाली तुमको गोटाए कथा मन पड़िला से होछि मो सान भौणी संध्या सुरभि हाँ तुम्हें अचेत हो पड़ी से समय रे मो सान भौणी संध्या मंदिर रु फेरवा बेले तुमको उठाई आड़े तुमको सुरक्षा देले आ तुम्हें एबे वर्तमान ठीक हो जाइछ आउ तुम्हें तुम्हें मो सान भौणी संध्या को विवाह कर सारिछ मु पर तुमको बाहा है
ସେଦିନ ହାତ ଧରୁ ଧରୁ ଏତେ ବଡ଼ ଦୁର୍ଘଟଣା ହୋଇଗଲା ବୋଲି ସେ ପାଇଁ କ'ଣ ମୁଁ ଦାୟୀ? ନାଲୋ ସନ୍ଧ୍ୟା, ତୁ ସେମିତି କାହିଁକି ଭାବୁଛୁ? ଦେଖ ସୁରଜ, ମୁଁ ତୁମକୁ ହାତ ଯୋଡ଼ି କହୁଛି, ତୁମେ ମୋ ସାନ ଭଉଣୀ ସନ୍ଧ୍ୟାକୁ ନିଜର କରିନିଅ। ସୁରଭି, ଦେଖ ଦିଦି, ସେଦିନ ରାସ୍ତା କଡ଼ରୁ ଉଠେଇ ଆଣି ତାଙ୍କର ମୁଁ କେତେ ସେବା ଯତ୍ନ କରିଛି। ଆଉ ସେ ଭଲ ହେଲା ପରେ ତାଙ୍କର ସବୁ କିଛି ଭୁଲି ଯାଇଥିଲେ। ସେଦିନ ପାପଦିରେ କ'ଣ ଏ ଦୁର୍ଘଟଣା ଘଟିଗଲା ବୋଲି ସେ ପାଇଁ କ'ଣ ମୁଁ ଦାୟୀ? ଏ କ'ଣ କିଛି କହୁନ ଯେ? ସନ୍ଧ୍ୟା, ସୁରଭି, ତମେ କିଛି କହୁନ କ'ଣ ପାଇଁ? ଆରେ ମୁଁ ପରେ ତମକୁ ବିବାହ ହେଇଛି, ଆଉ ତମେ ପୁଣି କହୁଛ ମୁଁ ସନ୍ଧ୍ୟାକୁ? ନାଇଁ ନାଇଁ, ହଁ, ତୁମେ ସନ୍ଧ୍ୟାକୁ ବିବାହ କରିସାରିଛ। ହଁ ସୁରଜ, ସନ୍ଧ୍ୟା। ଏ ସୁରଭି, ତାହେଲେ ଠିକ ଅଛି, ଚାଲ ଆମେ ଫେରିଯିବା। ତାହେଲେ ଠିକ ଅଛି। ଏଠି ମଙ୍ଗଳା ମନ୍ଦିରରେ ଶଙ୍ଖ ଘଣ୍ଟ ଭେରି ତୁରି କୋଉ ରାଜପୁଅର ବିବାହ ଉତ୍ସବ। ହଁ, ମୋ ଭଳି ଅନ୍ଧ ମୁକ ବଧିର ଏହି ମନ୍ଦିରରେ ଆଶ୍ରୟ ନେଉଥିବା ଲୋକମାନଙ୍କୁ କିଛି ଖାଇବାକୁ ତ ମିଳିଲା। ହଉ, ସେଇ ମଙ୍ଗଳା ମନ୍ଦିର କହିବି, ମା ମଙ୍ଗଳାକୁ ଯେଉଁ ନବଦମ୍ପତିଙ୍କର ବିବାହ ଉତ୍ସବ ହୋଇଛି ସେମାନଙ୍କୁ ମଙ୍ଗଳ କରି ରଖିଥିବୁ ମା, ତୁ ଘଣ୍ଟ ଘୋଡ଼େଇ ରଖିଥିବୁ। ପିତା, କିଏ କିଏ ତୁମେ? ପିତା, ମୁଁ ସେଇ ତ ମହତବାଗ ପୁଅ ସୂର୍ଯ୍ୟ। ଓ ପଶୁ, ତୁ କୁଆଡ଼େ ଯାଇଥିଲୁ ବାବା, ମୋତେ ଛାଡ଼ିଲେ? ପିତା, ତମର ଏପରି ଅବସ୍ଥା କିଏ କଲା? ତମେ ଏମିତି ଆଖି ଥାଉ ଥାଉ ଅନ୍ଧ ହେଲ କିପରି? ସୂର୍ଯ୍ୟ, ସୂର୍ଯ୍ୟ, ଏ ମୋ ଅବସ୍ଥାର ଦାୟୀ ହେଉଛି ସେଇ ବିକ୍ରମ ବଳିଆର। ସେଇ ମୋ ମାୟାବତୀର ମାୟାଜାଲରେ ପଡ଼ି ବିକ୍ରମ ଆଉ ଚନ୍ଦ୍ରକାନ୍ତ ମୋର ଏ ଅବସ୍ଥା କରିଛନ୍ତି ରେ ବାବା। ପିତା, ମୋତେ ବହୁତ ମାଡ଼ ମାରି ମୋ ଆଖି ଦିଟାକୁ ତାଡ଼ି ନେଇଗଲେ। ତାହେଲେ ଠିକ ଅଛି ପିତା, ମୁଁ ସେଇ ଚନ୍ଦ୍ର ଆଉ ସେ ବିକ୍ରମକୁ ଜମାରୁ ଛାଡ଼ିବିନି। ପିତା, ଚାଲ ଆମେ ଫେରିଯିବା ଆମ ସ୍ୱର୍ଣ୍ଣଗଡ଼ ରାଜ୍ୟକୁ। ଚାଲନ୍ତୁ ପିତା। ସନ୍ଧ୍ୟା, ସୁରଭି, ଆସ ଆମେ ଫେରିଯିବା ଆମ ସେଇ ସ୍ୱର୍ଣ୍ଣଗଡ଼ ରାଜ୍ୟକୁ।
ବହୁତ ଘାତ ପ୍ରତିଘାତ ସତ୍ତ୍ୱେ ମୁଁ ଆଜି ହେବାକୁ ଯାଉଛି ଏ ସ୍ୱର୍ଣ୍ଣଗଡ଼ର ମହାରାଜା ମହାରାଜା ବିକ୍ରମ ବଳିଆ। ବଞ୍ଚାଅ ବିକ୍ରମ, ମତେ ବିକ୍ରମ, ଏ କି ତମର ବେଶ? ତମେ ଦେଖିକି ଜାଣିପାରୁନ? ତମେ କ'ଣ ଭାବିଥିଲ ଏ ସ୍ୱର୍ଣ୍ଣଗଡ଼ରେ ତମର ପୁଅ ଚନ୍ଦ୍ରକାନ୍ତ ରାଜା ହେବ? ନାଇଁ ମାୟା ନାଇଁ, ହେଲେ ମୁଁ କେବଳ ଏ ସିଂହାସନ ଆଶାରେ এই রাজ্যକୁ ପ୍ରବେଶ କରିଥିଲି। ହେଲେ ବିକ୍ରମ, ତମେ କ'ଣ ଭାବୁଛ ମୁଁ ତୁମର ଶରୀର ଆଶାରେ ତୁମର ଯୌବନ ଲାଳସାରେ ମୁଁ ଏ ସ୍ୱର୍ଣ୍ଣଗଡ଼କୁ ପାଦ ଦେଇଥିଲି? ନାଇଁ ମାୟା ନାଇଁ, ମୁଁ ଏ ରାଜ୍ୟକୁ ପାଦ ଦେଇଥିଲି କେବଳ ଏ ରାଜ୍ୟର ରାଜା ହେବା ପାଇଁ। ରାଜା ବିକ୍ରମ, ସେଇ ରାଜା ହେବା କଥା ସ୍ୱପ୍ନରେ ଛାଡ଼ି ଦିଅ। ଆମ ପଛରେ ଚନ୍ଦ୍ରକାନ୍ତ ପଡ଼ିଯାଇଛି ଆମକୁ ମାରିବା ପାଇଁ। ଆମକୁ ମାରିଦେବ? ହଁ ବିକ୍ରମ। ନାଟକର ଗୋବର୍ଦ୍ଧନ ହଉଛ ତମେ। ବିକ୍ରମ, ଆଜି ଏତେ ବଡ଼ ମହାଭାରତ ସୃଷ୍ଟି କରିଛ କେବଳ ତମେ। ବିକ୍ରମ, ଚନ୍ଦ୍ର ତମକୁ ମାରିବା ଆଗରୁ ମୁଁ ତୋତେ ମାରିଦେବି ମାୟା। ତମେ କହିଛ ମୁଁ ତମକୁ ଭଲ ପାଉଥିଲି, କ'ଣ ଏଥିପାଇଁ? ଏସବୁ ମିଛ ନା? ମିଛ କହିଦିଅ ବିକ୍ରମ, ତମେ ମୋ ସହିତ ଥଟ୍ଟା କରୁଛ। ଭଲ ଭଲ ପାଉଛୁ? ହଁ ବିକ୍ରମ। ତୁ ପ୍ରେମ କରିଥିଲୁ, ତାପରେ ପ୍ରତାରଣା କଲୁ, ପୁଣି ମୋତେ ତୋ ମାୟା ଜାଲରେ ଛନ୍ଦିଲୁ। ବିକ୍ରମ, ମୁଁ କ'ଣ ଏତେ ବୋକା ଯେ ଜଣେ ପ୍ରତାରଣା କରିଥିବା ପ୍ରେମିକା ପାଖରେ ପୁଣି ମୋର ଜୀବନ ଉତ୍ସର୍ଗ କରିଦେବି? ନାଇଁ ମାୟା ନାଇଁ, ଆଜି ମୁଁ ତୋତେ ମାରିଦେବି। ତେବେ ଯାଇ କାହାଣୀର ଅନ୍ତ ହବ, ତାପରେ ମୁଁ ବସିବି ସ୍ୱର୍ଣ୍ଣଗଡ଼ ରାଜସିଂହାସନରେ। ତୁ ମୋତେ ପ୍ରେମ କରି ପ୍ରତାରଣା କରିଥିଲୁ, ତାର ପ୍ରତିଶୋଧ ଆଜି ମୁଁ ନେଇଛି। ତେବେ ଯାଇ ଏ ନାରୀ ସମାଜ ଜାଣିବ ଜଣକୁ ପ୍ରେମରେ ପକାଇ ତାକୁ ପ୍ରତାରଣା କଲା ପରେ ଫଲଟା କେମିତି ହେଇଥାଏ। ମାରିଦେବେ, ସମସ୍ତଙ୍କୁ ମାରିଦେବେ। আরে বিক্রম বলিয়া, এ কি তোরা বেশ? রাজা বেশ। রাজা হে চন্দ্র, সন্ত বিক্রম বলিয়া, চন্দ্রকান্ত, ମୁଁ ବର୍ତ୍ତମାନ ଏ ସ୍ୱର୍ଣ୍ଣଗଡ଼ ରାଜ୍ୟର ରାଜା।
ମହାରାଜା ବିକ୍ରମ ବଳିଆ। ତତେ କ'ଣ ଜଣା ନାହିଁ ଏ ବିକ୍ରମ ବଲିଆ? ଆରେ ନୀଳ ଶୃଗାଲ କେବେ ରଙ୍ଗ ବଲି ଦେଲେ ପଶୁ ରାଜ ସିଂହ ଆଗେ ହେଇଯାଏନି ରାଜା। ରାଜ ପୋଷାକଟା ପିନ୍ଧିଦେଲୁ ବୋଲେ ଏ ସ୍ୱର୍ଣ୍ଣଗଡ଼ର ରାଜା ହେଇଯିବୁ ନା। ଏ ପାଗଳ, ଖାଲି ରାଜା ପୋଷାକ ନୁହଁ, ହେଲା ମୁଁ ବଞ୍ଚି ଥାଉ ଥାଉ ରାଜା କେବେ ବି ରାଜା ହୋଇପାରିବୁନି। ଦେହରେ ଯଦି ତୋର ବୀର ରକ୍ତ ଥାଏ ରଣରଙ୍ଗେ ଦେଖା ପରାକ୍ରମ। ଏହାକୁ ପୁଣି କୁହାଯାଏ ବୀର। ଆଉ କହୁଥିଲା ଏ ସ୍ୱର୍ଣ୍ଣଗଡ଼ର ରାଜା।